ସାର୍ ମୁଁ ବହୁତ ସମୟ ଧରିକି ପଢ଼ିବା ପାଇଁ ଚାହୁଁଛି, କିନ୍ତୁ ଯେତେବେଳେ ବି ମୁଁ ଖାତା ବହି ପେନ୍ ଧରିକି ରେଡ଼ି ହେଉଛି ତ ସାର୍ ନିଦ କେଉଁଠୁ କେମିତି ଆଉ କାହିଁକି ମାଡ଼ି ଆସୁଛି ମୁଁ କିଛି ବି ଜାଣିପାରୁନି। ତ ସେଥିପାଇଁ ସାର୍ ଏମିତି କିଛି ସଲ୍ୟୁସନ୍ ଦିଅନ୍ତୁ ଯେମିତି ମୁଁ ବହୁତ ସମୟ ଧରିକି ପଢ଼ିପାରିବି। ତ ସେଥିପାଇଁ ପିଲାମାନେ ଆଜି ଏହି ଭିଡ଼ିଓରେ ମୁଁ ଆପଣମାନଙ୍କ ପାଇଁ ଏମିତି କିଛି ୱାର୍କେବୁଲ୍ ଟେକ୍ନିକ୍ ନେଇ ଆସିଛି ଯାହାଦ୍ୱାରା ତୁମେ ବହୁତ ସମୟ ଧରିକି ପଢ଼ିପାରିବ, ଫୁଲି ଏନର୍ଜେଟିକ୍ ରହିକି ପଢ଼ିପାରିବ, ଯାହାଦ୍ୱାରା ତୁମକୁ ନିଦ ମଧ୍ୟ ବହୁତ କମ୍ ଲାଗିବ। ଯାହାଦ୍ୱାରା ତୁମେ ଯେଉଁ ଏକ୍ଜାମ୍ ପାଇଁ ନିଜକୁ ପ୍ରିପେୟାର କରୁଛ, ହୁଏତ ତୁମେ ବୋର୍ଡ଼ ଏକ୍ଜାମ୍ ପାଇଁ ପଢ଼ାପଢ଼ି କରୁଛ, ତେବେ ତୁମେ ବୋର୍ଡ଼ ଏକ୍ଜାମ୍ରେ ବହୁତ ବଢ଼ିଆ ସ୍କୋର୍ କରିପାରିବ। ନହେଲେ ହୁଏତ ତୁମେ କଲେଜ ଏକ୍ଜାମ୍ ପାଇଁ ପ୍ରିପେୟାର କରୁଛ, ତ ତୁମେ କଲେଜରେ ମଧ୍ୟ ବହୁତ ଭଲ ପରଫର୍ମାନ୍ସ କରିବ। କିମ୍ବା ହୁଏତ ତୁମେ ତୁମର କୌଣସି ଡ୍ରିମ୍ ଜବ୍ କି କୌଣସି ଏଣ୍ଟ୍ରାନ୍ସ ଏକ୍ଜାମ୍ ପାଇଁ ନିଜକୁ ପ୍ରିପେୟାର କରୁଛ, ତ ସେଥିପାଇଁ ତୁମେ ଯଦି ବହୁତ ସମୟ ଧରି ପଢ଼ାପଢ଼ି କରିପାରିବ ନା, ତ ତୁମେ ନିଶ୍ଚିନ୍ତ ତୁମର ଡ୍ରିମ୍ ଜବ୍ ପାଇଁ ଦେବାକୁ ଯାଉଥିବା ଏଣ୍ଟ୍ରାନ୍ସ ଏକ୍ଜାମ୍ରେ କ୍ୱାଲିଫାଏ ହୋଇପାରିବ ଏବଂ ତୁମର ରେଜଲ୍ଟ ମଧ୍ୟ ଭଲ ହେବ, ଯାହାଦ୍ୱାରା ତୁମେ ବହୁତ ଜଲ୍ଦି ଜବ୍ କରିପାରିବ ଆଉ ତୁମ ବାପା ମାଆଙ୍କର ସ୍ୱପ୍ନ ସବୁକୁ ପୂରା କରିପାରିବ। ତେବେ ଚାଲ ଆଉ ଡେରି ନକରି ଭିଡ଼ିଓଟିକୁ ଏଥର ଆରମ୍ଭ କରିବା। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କିଛି ଟ୍ରିକ୍ସ ଆଉ ଟେକ୍ନିକ୍ସ ଜଣେଇବି ଯାହାଦ୍ୱାରା ତୁମମାନଙ୍କୁ ନିଦ କମ୍ ଲାଗିବ। ତ ପିଲାମାନେ, ସବୁଠୁ ପ୍ରଥମେ ମୁଁ ତୁମମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ଆମେ ସମସ୍ତେ ହେଉଛେ ମଣିଷ, ତେଣୁକରି ଆମର ଏ ବଡି ଟାୟାର୍ଡ ହେବା ଏଇଟା ଗୋଟେ ସାଧାରଣ କଥା। ଆମକୁ ନିଦ ଆସିବା ଏଇଟା ବି ଗୋଟେ ସ୍ୱାଭାବିକ କଥା। କିନ୍ତୁ ଏଇଟା ବି ସତ କଥା ଯେ ଏମିତି କିଛି ଜଣ ଅଛନ୍ତି ଯିଏକି ଅଳ୍ପ ପରିଶ୍ରମ କରିସାରିବା ପରେ ଟାୟାର୍ଡ ଫିଲ୍ କରନ୍ତି ଆଉ ତାପରେ ଶୋଇଯାଆନ୍ତି। କିନ୍ତୁ ଆମ ପରି ଆହୁରି ବହୁତ ଲୋକ ଅଛନ୍ତି ଯିଏକି ବହୁତ ପରିଶ୍ରମ କରିସାରିଲେ ମଧ୍ୟ ଟାୟାର୍ଡ ହୁଅନ୍ତି ନାହିଁ ଆଉ ସେମାନେ ନିଜକୁ ଏନର୍ଜେଟିକ୍ କରିକି ରଖିଥାନ୍ତି ଆଉ ସେମାନଙ୍କୁ ବହୁତ କମ୍ ନିଦ ଲାଗିଥାଏ। ଆଉ ଏମିତି କିଛି ପିଲା ଅଛନ୍ତି ଯିଏକି ନିଦକୁ ବନ୍ଦ କରିବା ପାଇଁ ବହୁତ ସାରା ମେଡ଼ିସିନ୍ ୟୁଜ୍ କରନ୍ତି, ଯେଉଁଟାକି ଆମ ଦେହ ପାଇଁ ଭଲ ନୁହେଁ ଆଉ ସେଥିରେ ମଧ୍ୟ କିଛି ବି ଲାଭ ହୁଏ ନାହିଁ। ଆଉ ଏମିତି କିଛି ପିଲା ଅଛନ୍ତି ଯିଏକି ଲଙ୍କା ଖାଇଦିଅନ୍ତି ଆଉ କୁହନ୍ତି ଲଙ୍କା ଖାଇବା ଦ୍ୱାରା ଆଖିରୁ ପାଣି ବାହାରିବ ଆଉ ଆମକୁ ନିଦ ହବନି, କିନ୍ତୁ ସେସବୁ ଭୁଲ। ଏଥିରେ ତମମାନଙ୍କର ଦେହ ଖରାପ ହବ। ସିମ୍ପଲ୍ ମନେ ରଖ, ଯେହେତୁ ୱି ଅଲ୍ ଆର୍ ହ୍ୟୁମ୍ୟାନ୍ ବିଙ୍ଗସ୍, ସୋ ଆମକୁ ଡେଲି 6ରୁ 7 ଘଣ୍ଟା ଶୋଇବାର ଅଛି। ଯଦି ତମେ ନ ଶୋଉଛ ତେବେ ତମର ବ୍ରେନ୍ ଠିକ୍ ଭାବରେ କାମ କରିବ ନାହିଁ ଆଉ ତମକୁ ଥକା ଥକା ଫିଲ୍। ହଁ, ଏମିତି ବି ବହୁତ ଲୋକ ଅଛନ୍ତି ଯିଏକି ମାତ୍ର କମ୍ ସମୟ ଶୁଅନ୍ତି, ଯେମିତିକି ଏପିଜେ ଅବଦୁଲ କଲାମ, ଯିଏକି ଦିନକୁ ମାତ୍ର 3 ଘଣ୍ଟା ଶୋଉଥିଲେ। ଏଇଟା ସତ କଥା, ବଟ୍ ତମେ ପ୍ରଥମେ ଦିନକୁ 6ରୁ 7 ଘଣ୍ଟା ଶୁଅ, ତାପରେ ଆଉ କିଛି ଦିନ ପରେ 5ରୁ 6 ଘଣ୍ଟା, ଏମିତି କରି ସେଇଟାକୁ ଅଭ୍ୟାସରେ ଆଣ, ନା କି ଡାଇରେକ୍ଟଲି 3 ଘଣ୍ଟା ଶୋଇବା ଆରମ୍ଭ କରିବା। ଏମିତି କଲେ ତମ ବଡି ୱିକ୍ ହୋଇଯିବ, ତମକୁ ହାଲିଆ ଲାଗିବ ଆଉ ତମେ ମାନେ କିଛି ବି କରିପାରିବ ନାହିଁ। ମୋ ହିସାବରେ କହିବାକୁ ଗଲେ ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ଭଲ ହେବ। ମାନେ ସକାଳ 4ଟା କିମ୍ବା 4:30 ସମୟରେ ଉଠ, ନିଜର ନିତ୍ୟକର୍ମ ସାରି ପଢ଼ିବା ଆରମ୍ଭ କର, ଦେଖିବେ ଆପଣମାନଙ୍କୁ କେତେ ରିଲାକ୍ସ ଲାଗିବ। ଆଉ ରାତି 10ଟା ପୂର୍ବରୁ ଶୋଇପଡ଼। ହଁ, ଆଉ ଗୋଟେ କଥା, ପଢ଼ିବା ଟାଇମ୍ରେ କେବେ ହେଲେ କୌଣସି ଜାଗାକୁ ଲାଗିକି ବସ ନାହିଁ କିମ୍ବା ଆଉଜିକି ବସ ନାହିଁ। ଏହାଦ୍ୱାରା ତମେ ଅଳ୍ପ ସମୟ ପଢ଼ି ସାରିବା ପରେ ତମକୁ ନିଦ ଆସିଯିବ। ଆଉ ଯଦି ତମମାନଙ୍କର ଶୋଇକି ପଢ଼ିବାର ଅଭ୍ୟାସ ଅଛି ତ ଆଜିଠାରୁ ସେହି ସବୁ ଖରାପ ଅଭ୍ୟାସକୁ ଛାଡ଼ିବାକୁ ପଡ଼ିବ। ତମ ବ୍ରେନ୍କୁ ଆକ୍ଟିଭ୍ କରିବାର ଆଉ ଗୋଟିଏ ତରିକା ହେଉଛି ସଫିସିଏଣ୍ଟ ପାଣି ପିଇବା। ପାଣି ପିଇବା ଦ୍ୱାରା ତମ ବଡି ହାଇଡ୍ରେଟେଡ୍ ରହିବ ଏବଂ ତମ ବଡିରେ ବ୍ଲଡ୍ ସର୍କୁଲେସନ୍ ବଢ଼ିଥାଏ। ବ୍ଲଡ୍ ସର୍କୁଲେସନ୍ ଦ୍ୱାରା ଅକ୍ସିଜେନ୍ ବ୍ରେନ୍ ପାଖରେ ପହଞ୍ଚି ପାରିବ ଆଉ ତମ ବ୍ରେନ୍ ଆକ୍ଟିଭ୍ ହୋଇପାରିବ। ପିଲାମାନେ, ଦୟାକରିକି ପଢ଼ିବା ଟାଇମ୍ରେ କୌଣସି ଗଦିର ବ୍ୟବହାର କର ନାହିଁ। ଏମିତି କଲେ ତମେ କେତେବେଳେ ଶୋଇପଡ଼ିଥିବ ସେଇଟା ତମେ ନିଜେ ବି ଜାଣିପାରିବ ନାହିଁ। ଆଉ ପିଲାମାନେ, କେବେ ହେଲେ ଲୋଭ କରିକି ଅଧିକ ଖାଦ୍ୟ ଖାଅ ନାହିଁ, କାରଣ ଆମମାନଙ୍କର ଅଭ୍ୟାସ ଥାଏ ଯେତେବେଳେ ଘରେ କିଛି ଭଲ ଜିନିଷ ହୋଇଥାଏ ତେବେ ଆମେ ଲୋଭ କରିକି ଅଧିକ ଖାଇ ଦେଇଥାଉ ଆଉ ଖାଇସାରିବା ପରେ ଆମକୁ ନିଦ ଲାଗିଥାଏ। ତେଣୁ ଖାଦ୍ୟ ଖାଅ, ଏଥିରେ ମନା ନାହିଁ, କିନ୍ତୁ ଅଳ୍ପ ଅଳ୍ପ ଖାଅ।
ଆଉ ପିଲାମାନେ ପ୍ରତି 2 ରୁ 3 ଘଣ୍ଟା ପଢ଼ି ସାରିବା ପରେ 10 ରୁ 15 ମିନିଟ୍ ପାଇଁ ରେଷ୍ଟ ନିଅ ଏବଂ ସେହି ସମୟ ମଧ୍ୟରେ ବାହାରେ ଟିକେ ବୁଲି କରିକି ଆସ। ଦେଖିବେ ତାପରେ ଆପଣମାନଙ୍କୁ କେତେ ଫ୍ରି ଲାଗିବ। ନିଦ ନ ଲାଗିବାର ସବୁଠାରୁ ବଡ଼ ତରିକା ହେଉଛି ତମମାନଙ୍କର ଏମ୍ କ୍ଲିଅର ନଥିବା, ଯେ ମୁଁ କାହିଁକି ଏଣ୍ଟ୍ରାନ୍ସ ଏକ୍ଜାମ ଦେବା ଅଧିକ ଜରୁରୀ, ମୋର ଜବ୍ କରିବା କାହିଁକି ଆବଶ୍ୟକ, ତା ଦ୍ୱାରା ମୋ ପରିବାର ଲୋକ କାହିଁକି ଖୁସି ହେବେ। ପ୍ରଥମେ ଏହି ସବୁ ଭାବ, ତାପରେ ଆପେ ଆପେ ତମ ନିଦ ଭାଙ୍ଗିଯିବ। ଦେଖିବ ଯେଉଁ ପିଲା ନିଜ ଏମ୍କୁ ନେଇକି ସିରିୟସ୍ ଥିବ ନା, ତାକୁ କେବେ ହେଲେ ନିଦ ଲାଗୁନଥିବ, କାରଣ ତା ଭାବନାରେ ତା ସ୍ୱପ୍ନରେ କେବଳ ତା ଏମ୍କୁ ହିଁ ନେଇକି କିଛି ଚାଲିଥିବ। ସେଥିପାଇଁ ପ୍ରଥମେ ନିଜ ଏମ୍କୁ କ୍ଲିଅର ରଖ, ତାପରେ ନିଦ ତ ଆପେ ଆପେ ଭାଙ୍ଗିଯିବ।